ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହୁଛି। ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି ଯେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହା ରାଜ୍ୟରେ ନିରନ୍ତର ବର୍ଷା କରିବ। ଏହି ସମୟରେ ଛତିଶଗଡ଼ ଉପରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ଅଛି, ଯାହା ଯୋଗୁଁ ଆଗାମୀ 3 ଦିନ ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଆଜି ପ୍ରାୟତଃ ବର୍ଷାର ପରିମାଣ ହ୍ରାସ ପାଇବ, ତଥାପି 31 ତାରିଖରୁ ପୁଣି ବର୍ଷା ବଢ଼ିପାରେ। ପାଣିପାଗ ବିଭାଗ ଅଗଷ୍ଟ 31 ପାଇଁ ମୟୂରଭଞ୍ଜ ଏବଂ କେନ୍ଦୁଝର ପାଇଁ ପ୍ରବଳ ବର୍ଷାର ସତର୍କତା ଜାରି କରିଛି। ରାଜ୍ୟ ସରକାର ଫସଲ ରୋଗକୁ ରୋକିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଏକ ସ୍ୱତନ୍ତ୍ର ଦଳ ଏହି ପ୍ରକୋପ ବ୍ୟାପିଥିବା ରାଜ୍ୟଗୁଡ଼ିକୁ ଗସ୍ତ କରିବେ। ଏହାର ଉଦ୍ଦେଶ୍ୟ ହେଉଛି କାରଣ ଜାଣିବା ଏବଂ ଓଡ଼ିଶାରେ ଏହାକୁ ରୋକିବା। ସରକାର ଇନପୁଟ୍ ସବସିଡି ଭାବରେ ପ୍ରତି କ୍ୱିଣ୍ଟାଲ ଧାନ ପାଇଁ 800 ଟଙ୍କା ଦେଉଛନ୍ତି, ଯାହା ଯୋଗୁଁ ଏହି ବର୍ଷ ପ୍ରକୋପ ହ୍ରାସ ପାଇଛି। ଯାହା ବ୍ୟତୀତ ସରକାର ମନରେଗା ଏବଂ ଜୀବିକା ମିଶନ ଅଧୀନରେ ମଧ୍ୟ କାମ କରିବେ, ଯାହାଦ୍ୱାରା ଏହି ସମସ୍ୟା ମୂଳରୁ ଦୂର ହୋଇଯିବ। ଭୁବନେଶ୍ୱରରେ କୁକୁରଙ୍କ ସଠିକ୍ ସଂଖ୍ୟା ଜାଣିବା ପାଇଁ ଏକ ବିଶାଳ କୁକୁର ଗଣନା ଏବେ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟ ସେପ୍ଟେମ୍ବର 2 କିମ୍ବା 3 ସପ୍ତାହରୁ ବିଏମ୍ସି ଅଞ୍ଚଳରେ ଆରମ୍ଭ ହେବ। ଏହି ଗଣନା 1 ସପ୍ତାହରୁ 10 ଦିନ ମଧ୍ୟରେ ସମଗ୍ର ସହରରେ ସମାପ୍ତ ହେବ। ପଶୁ ଚିକିତ୍ସକଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ୱାର୍ଡରେ 3 ରୁ 4 ଜଣ ଅଧିକାରୀଙ୍କ ଏକ ଦଳ ଏକକାଳୀନ ଏହି କାର୍ଯ୍ୟ କରିବେ। ଏହି ଗଣନା କେଉଁ ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ପ୍ରକାଶ କରିବ, ଏହିପରି ଭାବରେ ବିଏମ୍ସି ସହରରେ ପ୍ରକୃତ କୁକୁରଙ୍କ ସଂଖ୍ୟା ବିଷୟରେ ସଠିକ୍ ଧାରଣା ପାଇବ। ଏହି ପଦକ୍ଷେପ ଭବିଷ୍ୟତରେ ସେମାନଙ୍କର ଉତ୍ତମ ଯତ୍ନ ଏବଂ ପରିଚାଳନାରେ ସାହାଯ୍ୟ କରିବ। ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ଭୂତଳ ବିଦ୍ୟୁତ୍ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କଠାରୁ 8,000 କୋଟି ଟଙ୍କା ମଗାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ବନ୍ୟା ଏବଂ ଘୂର୍ଣ୍ଣିଝଡ଼ ଭଳି ବିପର୍ଯ୍ୟୟ ଯୋଗୁଁ ବିଦ୍ୟୁତ୍ ତାରର କ୍ଷତିକୁ ରୋକିବା। ଏହା ବ୍ୟତୀତ ରାଜ୍ୟ ସରକାର ବିପର୍ଯ୍ୟୟ ବୈଷୟିକ ସୂଚନା ପାଇଁ ପ୍ରସ୍ତୁତିକୁ ମଧ୍ୟ ଜୋରଦାର କରିଛନ୍ତି। ଏହା ଅଧୀନରେ ବାଲେଶ୍ୱର ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସ୍ଥାପନ କରାଯିବ, ଯାହାର ମୂଲ୍ୟ ପ୍ରାୟ 150 କୋଟି ଟଙ୍କା ହେବ। ଭାରତର କୋଟି କୋଟି ରାସନ କାର୍ଡ ଧାରକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଏବେ ରାସନ କାର୍ଡରୁ ସକ୍ରିୟ ରଖିବା ପାଇଁ ଇକେୱାଇସି କରିବା ବାଧ୍ୟତାମୂଳକ କରାଯାଇଛି। 5 ବର୍ଷରୁ ଅଧିକ ବୟସ ସମସ୍ତ ସଦସ୍ୟଙ୍କୁ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପଡ଼ିବ। ଯଦି ଏହା କରାଯାଏ ନାହିଁ, ତେବେ ସେମାନଙ୍କର ରାସନ କାର୍ଡ ବନ୍ଦ ହୋଇଯିବ ଏବଂ ମାଗଣା ରାସନର ଲାଭ ପାଇପାରିବେ ନାହିଁ। ପୂର୍ବରୁ ଏହାର ଶେଷ ତାରିଖ 30 ଜୁନ୍ ଥିଲା, ଯାହାକୁ 31 ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାର କହିଛନ୍ତି ଯେ ନକଲି ହିତାଧିକାରୀଙ୍କୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅନ୍ତ୍ୟୋଦୟ କାର୍ଡ ଧାରକଙ୍କ ପାଇଁ କୁହାଯାଇଛି ଯେ ଯଦି କାର୍ଡର ଗୋଟିଏ ୟୁନିଟ୍ ମଧ୍ୟ କେୱାଇସି କରାଯାଏ, ତେବେ ସେମାନେ ପୂର୍ଣ୍ଣ 35 କିଲୋ ରାସନ ପାଇବେ। ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଓଡ଼ିଶାରେ ଏକ ବଡ଼ ଅଭିଯାନ ଆରମ୍ଭ ହେଉଛି। ବିଧାନସଭାରେ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟର 1,08,773 ଏକରରୁ ଅଧିକ ସରକାରୀ ଜମି ବେଆଇନ ଦଖଲରେ ଅଛି। ସରକାର ବୁଲଡୋଜର ଚଳାଇ ଏହି ଜମିକୁ ଫେରାଇ ନେବେ। ଏହି ଅଭିଯାନରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ବଡ଼ ବଡ଼ ଜମି ଦଖଲ କରିଛନ୍ତି, ସେମାନଙ୍କୁ ପ୍ରଥମେ ହଟାଯିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ 55,293 ଏକର ଜମିକୁ ମୁକ୍ତ କରାଯାଇଛି। ଏହି ଅଭିଯାନରେ କେବଳ ଭୂମିହୀନ ଲୋକଙ୍କୁ ଏଥିରେ ବାଦ୍ ଦିଆଯିବ, ଯେଉଁମାନେ 4 ଡେସିମିଲ୍ ପର୍ଯ୍ୟନ୍ତ ଜମି ରଖିପାରିବେ। ଓଡ଼ିଶାରେ ସୁଭଦ୍ରା ଯୋଜନା ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆପଣ ମଧ୍ୟ ଏହି ଯୋଜନାର ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି, ତେବେ ଏହା କିଛି ବିଶେଷ କାରଣ ଥାଇପାରେ। ସବୁଠାରୁ ବଡ଼ କାରଣ ହେଉଛି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ ସମସ୍ୟା। ଏହା ସମ୍ଭବ ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ସଠିକ୍ ଭାବରେ ଲିଙ୍କ ହୋଇନାହିଁ, କିମ୍ବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସୁବିଧା ଅର୍ଥାତ୍ ଟିବିଡି ସକ୍ରିୟ ହୋଇନାହିଁ। ଏହା ବ୍ୟତୀତ ଆବେଦନ ଫର୍ମ ପୂରଣ କରିବା ସମୟରେ ହୋଇଥିବା କିଛି ଭୁଲ ମଧ୍ୟ ଟଙ୍କା ବନ୍ଦ କରିପାରେ। ଯଦି ଏହି ସମସ୍ୟା ହୁଏ, ତେବେ ଆପଣ ତୁରନ୍ତ ଆପଣଙ୍କର ବ୍ୟାଙ୍କ ସହିତ ଯୋଗାଯୋଗ କରିବା ଉଚିତ। ଯଦି ଏସବୁ ଠିକ୍ ଅଛି, ତେବେ ଆପଣ ସିଧାସଳଖ ସୁଭଦ୍ରା ଯୋଜନାର ହେଲ୍ପଲାଇନ୍ ନମ୍ବର 14678କୁ କଲ୍ କରିପାରିବେ। ଯଦି ଆପଣ ସେଠାରୁ ମଧ୍ୟ ସାହାଯ୍ୟ ପାଇନାହାନ୍ତି, ତେବେ ଆପଣ ଆପଣଙ୍କର ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ସରକାରୀ ବ୍ଲକ ଅଫିସକୁ ଯାଇ ଆପଣଙ୍କର ସମସ୍ୟା ଜଣାଇପାରିବେ। ରାସ୍ତା ବିକ୍ରେତାଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏବେ ଏହି ଯୋଜନା ଅଧୀନରେ ପ୍ରଥମ କିସ୍ତିର ଋଣ 10,000 ଟଙ୍କାରୁ 15,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହି ସମୟରେ ଦ୍ୱିତୀୟ କିସ୍ତିର ପରିମାଣ ମଧ୍ୟ 20,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ତଥାପି ତୃତୀୟ କିସ୍ତି 50,000 ଟଙ୍କାରେ ରହିବ। ସରକାରଙ୍କ ଏହି ପଦକ୍ଷେପ ସିଧାସଳଖ 1.15 କୋଟିରୁ ଅଧିକ ହିତାଧିକାରୀଙ୍କୁ ଲାଭ ଦେବ, ଯେଉଁମାନେ 50 ଲକ୍ଷ ନୂତନ ଲୋକ ମଧ୍ୟ ସାମିଲ ଅଛନ୍ତି। ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଏହି ଯୋଜନା ଜୁନ୍ 2020ରେ ଆରମ୍ଭ କରାଯାଇଥିଲା, ଯାହା ଅଧୀନରେ ଏପର୍ଯ୍ୟନ୍ତ 68 ଲକ୍ଷ ଲୋକଙ୍କୁ 13,797 କୋଟି ଟଙ୍କା ଋଣ ଦିଆଯାଇଛି।
ओडिशार सहरांचल रास्ता परि ग्रामांचल रास्ता निर्माण ପାଇଁ ଏକ ପ୍ରମୁଖ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ବନ୍ୟା ଏବଂ ବାତ୍ୟା ପ୍ରଭାବିତ 15ଟି ଜିଲ୍ଲାରେ କଂକ୍ରିଟ ଏବଂ ମଜବୁତ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଆଗାମୀ 5 ବର୍ଷ ମଧ୍ୟରେ 1000 କୋଟି ଟଙ୍କା ଖର୍ଚ୍ଚ କରି 500 କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତାଗୁଡ଼ିକର ପ୍ରସ୍ଥ ଏବଂ ଉଚ୍ଚତା ବୃଦ୍ଧି କରାଯିବ ଏବଂ ଉନ୍ନତ ଡ୍ରେନେଜ ବ୍ୟବସ୍ଥା ରହିବ, ଯାହାଦ୍ୱାରା ବିପର୍ଯ୍ୟୟ ସମୟରେ ମଧ୍ୟ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଏହି ଯୋଜନା ଗ୍ରାମାଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବ। ଏହି ବର୍ଷ ମୌସୁମୀ ବିଳମ୍ବରେ ଆସିଥିଲା, କିନ୍ତୁ ଏହା ତାର ପୂର୍ଣ୍ଣ ଶକ୍ତି ଦେଖାଇଛି। ଦେଶର ଅନେକ ଅଂଶ ଲଗାତାର ବର୍ଷା ଏବଂ ବନ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ଏକ ନୂତନ ରିପୋର୍ଟ ଅନୁଯାୟୀ ଏଥର ଶୀତ ରେକର୍ଡ ଭାଙ୍ଗିପାରେ। ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ବର୍ଷ ଶେଷ ସୁଦ୍ଧା ଲାନିନା ପରିସ୍ଥିତି ସୃଷ୍ଟି ହେବ, ଯାହା 60% ରହିବାର ସମ୍ଭାବନା ଅଛି। ଏହି କାରଣରୁ ଭାରତରେ ନଭେମ୍ବର ଏବଂ ଫେବୃଆରୀ ମଧ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇପାରେ। ଓଡ଼ିଶାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏହି ପରିସ୍ଥିତି ଗତ ବର୍ଷଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ, ଯାହା ପାଗର ବଦଳୁଥିବା ମନୋଭାବକୁ ଦର୍ଶାଉଛି। ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତର ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି। ଗତ 2 ସପ୍ତାହ ମଧ୍ୟରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ 40ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀ ମାତା ବୈଷ୍ଣବ ଦେବୀ ଯାତ୍ରା ମଧ୍ୟ ବନ୍ଦ କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ ମଧ୍ୟ ବନ୍ଦ ରହିଛି। ସେହି ସମୟରେ ହିମାଚଳ ପ୍ରଦେଶର କୁଲ୍ଲୁରେ ବ୍ୟାସ ନଦୀ ଏବଂ ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି, ଯାହାଫଳରେ ତଳିଆ ଅଞ୍ଚଳରେ ବନ୍ୟାର ଆଶଙ୍କା ସୃଷ୍ଟି କରିଛି। ଉଦ୍ଧାର ଦଳ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୀର୍ଘ 31 ବର୍ଷ ପରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଅଗଷ୍ଟ 29 ଅର୍ଥାତ୍ ଆଜି ଏବଂ କାଲି ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସମ୍ମିଳନୀକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିବେ। ଦେଶ ସାରାରୁ 240ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେବେ। ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟପାଳ ହରିବାବୁ କାମ୍ବମପତିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏଥିରେ ଯୋଗ ଦେବେ। ପ୍ରତିନିଧିମାନଙ୍କ ପାଇଁ କୋଣାର୍କ ଏବଂ ଜଗନ୍ନାଥ ଦର୍ଶନ ମଧ୍ୟ ଆୟୋଜନ କରାଯିବ। ଆମେରିକା ଭାରତର ଚୟନ ଶିଳ୍ପକୁ ଏକ ବଡ଼ ଧକ୍କା ଦେଇଛି। ସମ୍ପ୍ରତି ଆମେରିକା ଭାରତୀୟ ପୋଷାକ ଉପରେ 50% ଏକ ବଡ଼ ଶୁଳ୍କ ଲାଗୁ କରିଛି, ଯାହାକୁ ନେଇ ଭାରତ ସରକାର ଏହି ନିଷ୍ପତ୍ତିକୁ ଏକପାକ୍ଷିକ ଏବଂ ଅନ୍ୟାୟ ବୋଲି କହିଛନ୍ତି। ଏହି ପଦକ୍ଷେପ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ଚାକିରିକୁ ବିପଦରେ ପକାଇଛି, କାରଣ ଆମେରିକାକୁ ପୋଷାକର ଚାହିଦା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ସମସ୍ୟାର ମୁକାବିଲା ପାଇଁ ଭାରତ ଏବେ ଆମେରିକା ବଦଳରେ ବିଶ୍ୱର ଅନ୍ୟ 40ଟି ଦେଶକୁ ଏହାର ପୋଷାକ ରପ୍ତାନି ବୃଦ୍ଧି କରିବାକୁ ଯୋଜନା କରିଛି। ଏହି ଯୋଜନାରେ ୟୁକେ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ବଡ଼ ବଜାର ଅନ୍ତର୍ଭୁକ୍ତ। SBI କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ ବଡ଼ ଖବର। SBI କାର୍ଡ ଏହାର ନିୟମରେ କିଛି ବଡ଼ ପରିବର୍ତ୍ତନ କରିଛି, ଯାହା ସେପ୍ଟେମ୍ବରରୁ ଲାଗୁ ହେବ। ସେପ୍ଟେମ୍ବର 1 ତାରିଖରୁ ଲାଇଫଷ୍ଟାଇଲ ହୋମ୍ ସେଣ୍ଟର କାର୍ଡ ଭଳି କିଛି ଚୟନୀୟ କାର୍ଡଗୁଡ଼ିକୁ ଡିଜିଟାଲ ଗେମିଂ ଏବଂ ସରକାରୀ କାମ ସହ ଜଡ଼ିତ କାରବାର ଉପରେ ଆଉ ପୁରସ୍କାର ପଏଣ୍ଟ ମିଳିବ ନାହିଁ। ଏହା ବ୍ୟତୀତ ସେପ୍ଟେମ୍ବର 16ରୁ ସମସ୍ତ କାର୍ଡ ସୁରକ୍ଷା ଯୋଜନା ମଧ୍ୟ ସ୍ୱୟଂଚାଳିତ ଭାବରେ ଅପଡେଟ୍ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ କମ୍ପାନୀ ଜୁଲାଇ 15 ତାରିଖରୁ ଏହାର କିଛି ପ୍ରିମିୟମ କ୍ରେଡିଟ୍ କାର୍ଡ ଉପରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ମାଗଣା ବିମାନ ଦୁର୍ଘଟଣା ବୀମା କଭର ବନ୍ଦ କରିସାରିଛି। ଭାରତର GST କର ବ୍ୟବସ୍ଥାରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। GST ପରିଷଦ ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ବୈଠକ ସେପ୍ଟେମ୍ବର 3 ଏବଂ 4 ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଠାରେ ଟିକସ ସ୍ଲାବକୁ ସରଳ କରିବା ଉପରେ ଆଲୋଚନା ହେବ। ସୂତ୍ର ଅନୁଯାୟୀ 12% ଏବଂ 28%ର ବିଦ୍ୟମାନ ସ୍ଲାବକୁ ହଟାଇବା ପାଇଁ ଏକ ପ୍ରସ୍ତାବ ଅଛି। ଯଦି ଏହା ମଞ୍ଜୁର ହୁଏ, ତେବେ କେବଳ 5 ଏବଂ 18%ର 2ଟି ସ୍ଲାବ ରହିବ। ଏହା ବ୍ୟତୀତ ସିଗାରେଟ୍ ଏବଂ ତମ୍ବାଖୁ ଭଳି ଉତ୍ପାଦ ଉପରେ 28% ବଦଳରେ 40% ପାପ କର ଲାଗୁ ହେବାର ସମ୍ଭାବନା ମଧ୍ୟ ରହିଛି। ନୂତନ ହାର ସେପ୍ଟେମ୍ବର 22 ତାରିଖରୁ କାର୍ଯ୍ୟକାରୀ ହୋଇପାରେ। ଛତିଶଗଡ଼ ସରକାର ନିଟ୍ ଏବଂ ଜି ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ମାଗଣା କୋଚିଂ ପାଇବେ। ଛତିଶଗଡ଼ର ଗୋଟେ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଅଧୀନରେ 600 ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଜିଲ୍ଲାର କଲେକ୍ଟର କହିଛନ୍ତି ଯେ ଏହାର ଲକ୍ଷ୍ୟ ହେଉଛି କୌଣସି ପିଲା କୋଚିଂରୁ ବଞ୍ଚିତ ନ ହୁଅନ୍ତୁ। ଏହି ଛାତ୍ରମାନଙ୍କୁ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟରେ କୋଚିଂ ଦିଆଯିବ। ଏଥିପାଇଁ 10ଟି ଭିନ୍ନ କ୍ଲଷ୍ଟର ସୃଷ୍ଟି କରାଯାଇଛି। ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।